प्रिय सांग बही मोर भूमि तो प्रणाम देव तुम छाତରେ ଥିବା ଛୋଟ ବଡ଼ ବହିମାନଙ୍କୁ ମୋର ପ୍ରଣାମ ଜଣାଇଦେବି। ସ୍ମୃତି ପଟରେ ତୁମ କଥା ବାରମ୍ବାର ପ୍ରତିଧ୍ୱନିତ ହେଉଥିବାରୁ ତୁମର ଅନୁପସ୍ଥିତିକୁ ଅନୁଭବ କରି ଚିଠି ଲେଖିଛି। ଉଦ୍ଦେଶ୍ୟ ତୁମକୁ ଜଣାଇବା ପାଇଁ ନୁହେଁ, ତୁମ ପ୍ରତି ମନ ଭିତରେ ଥିବା ସ୍ନେହ, ଶ୍ରଦ୍ଧା, କୃତଜ୍ଞତାକୁ ଜାଗ୍ରତ କରିବା ପାଇଁ। ସ୍କୁଲ ଗଲାବେଳେ ବ୍ୟାଗ୍ ଭିତରେ କାନ୍ଧ ପଛରେ ତୁମ ବହି ନେବାରେ ଯେ କେତେ ଆନନ୍ଦ ତୁମେ ବୁଝିପାରିବ ନାହିଁ। ଶ୍ରେଣୀରେ ବସିଥିବା ବେଳେ ଟୋପାଏ ପାଣି ତୁମ ଉପରେ ପଡ଼ିଗଲେ ମୋ ଆଖିରୁ କେତେ ଯେ ଲେମ୍ବୁ ରସ ବୋହି ଆସେ ତାହା ମଧ୍ୟ ତୁମେ ଅନୁଭବ କରିପାରିବ ନାହିଁ। କାରଣ ତୁମେ ପରା ମୋର ନିର୍ଜୀବ ବନ୍ଧୁ। ତୁମେ ନିର୍ଜୀବ ହୋଇପାର କିନ୍ତୁ ମୋ ପାଇଁ ଜୀବନ୍ତ। ମୋ ପାଇଁ ମୋର ବନ୍ଧୁ, ସଖା, ସହୋଦର ଓ ପଥ ପ୍ରଦର୍ଶକ ସବୁ କିଛି। ଆଉ ନୁହେଁ ତ କଣ, ତୁମ ପାଇଁ ତ ମୁଁ ଜନ୍ମରୁ ଆଜି ଥିବା କଥା ଜାଣିପାରୁଛି। ବିଜ୍ଞାନର ଗୂଢ଼ ତତ୍ତ୍ୱକୁ ବୁଝିପାରୁଛି। ଗଣିତର ହିସାବକୁ ସହଜରେ ଜୀବନରେ ଲଗାଇ ପାରୁଛି। ତୁମ ପାଇଁ ତ ଏତେ ମିଠା ସ୍ୱର ଥିବା ଗୀତ ଶୁଣି ପାରୁଛି। ତୁମର ଗୁଣ ଗାରିମାର ଚର୍ଚ୍ଚା ମୁଁ ଯଦି ଜୀବନ ସାରା କରେ ସରିବ ନାହିଁ। କିନ୍ତୁ ଗୋଟିଏ ଦୁଃଖ କଣ ଜାଣ, ଆଜିକାଲି ଆମ ମନ ଭାରି ବିଚଳିତ ହୋଇଗଲାଣି। ତୁମ ସହିତ ବନ୍ଧୁତା ସମ୍ପର୍କରେ ନ ରହିବା ପାଇଁ ଅନେକ ଯନ୍ତ୍ର ଆମ ଉପରେ ଚାପ ପ୍ରୟୋଗ କରୁଛନ୍ତି। ତଥାପି ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆମେ ତୁମ ସହିତ ସମ୍ପର୍କ କାଟିନାହାନ୍ତି। ଶିକ୍ଷକ କହୁଥିଲେ ଯେ ପୃଥିବୀର ଯେତେ ବଡ଼ ବଡ଼ ବ୍ୟକ୍ତି ଅଛନ୍ତି ସେମାନେ ପ୍ରଥମେ ତୁମ ସହିତ ବନ୍ଧୁତା କରନ୍ତି, ତାପରେ ସଫଳତା ପାଆନ୍ତି। ତୁମକୁ ମୋର ଅନୁରୋଧ, ମୁଁ ଯେତେ ଦୂରରେ ରହିଲେ ମଧ୍ୟ ତୁମେ ମତେ ଦୂରେଇ ଦେବନି। ମୋ କାନ ଧରି ଚାପୁଡା ମାରି ତୁମ ସହିତ ବନ୍ଧୁତା ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବ। ନଚେତ ମୁଁ ମୋର ନିଜର, ମୋ ମା ବାପା ଓ ଶିକ୍ଷକ ଓ ଦେଶ ଜାତୀୟ ଟେକ ରଖିବି କେମିତି? ଭଗବାନ କରନ୍ତୁ ମୁଁ ଯେପରି ତୁମକୁ ପାଇବା ପାଇଁ ସବୁବେଳେ ବ୍ୟାକୁଳ ହୁଏ। ତୁମର ଭିନ୍ନ ଭିନ୍ନ ରୂପ ମାଧୁରୀକୁ ସ୍ପର୍ଶ କରିବାକୁ ପାଗଳ ପ୍ରାୟ ବିଳାପ କରେ। ତୁମେ ସାଇତି ଥିବା ଅମୃତକୁ ଆକଣ୍ଠ ପାନ କରି ପକାଏ। ମୁଁ ବଞ୍ଚିଥିବା ଯାଏଁ ଏତିକି ଇଚ୍ଛା, ତୁମେ ମୋ ପାଖରେ ଥାଅ, ମତେ ପରିପୂର୍ଣ୍ଣ କରୁଥାଅ। ଏତିକିରେ ରହୁଛି ଇତି ତୁମ ହତଭାଗ୍ୟ ସାଙ୍ଗ ସମୀକ୍ଷା। ଭାଇ